श्रीमद्भागवत। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुलङ्घयते गिरिं यत्कृपातमहं परमानन्दमाधवं। निगमकल्पतरुगलितं फलं शुकमुखादमृतद्रवसंयुतं पिबत भागवतं रसमालयं मुहुरहो रसिका भुवि भावुका। दशम स्कंद पंचम अध्याय कंस दुर्गा को कचाड़िबा ओ कृष्ण बधर चेष्टा। शुणी आनंद मने राजा मुनि चरणे कले पूजा। आनंदे लोट धरणी कृतार्थ कृष्ण जन्म शुणी। भकति देखीण ताहार कहती व्यासंक कुमार। शुण परीक्ष दंडधारी शिशु कुमारी भाव करी। शुणी प्रहरी बेगे गले कंसर छामुरे कहिले। तहुँसुर अंतराल ओइला पोरेला मोकाल। सज्जाऊ पेखी बेगे उठी खड़ग कला दृढ़ मुष्टि। धाइला पवन हुखरे बेगे मिलिला बंदी घरे। पिंधिला वस्त्र असंभाल पिटिला रूढ़ बंध बाल। कबाट फिटाई पशिला देखी देवकी भय कला। कंस कंपई कोप भरे रत्न मुकुट अछि शिरे। देखिण कंपई देवकी कांदई अति दुखे दुखी। बोलई शुण नरनाथ होइला दुहिताए जात। तोर पुत्र को एहा देवी आनंदे विवाह कराइबी। बहुत देलु गर्भ कष्ट पड़ुनी लाज मोर पेट। जीवन देवकी मोहर मरिबी हत्या हिउ मोर। आउ बयस मोर काही पारिबी पुत्र पूजाए। जीवन मोर हेउ धिक दुहिता दान देई रख। संखाली हेउ वृद्ध काले पड़ुची तोर पाद तले। शुणी दानव परि जोड़ी कोपे कहती देई गाली। देखिन चकित देवकी डरे बुझिला बेनी आखी। कोଳରେ लुचाई दुहिता शरण गली रख भ्राता। कंस कहई शिर जुणी तुच्छार मोहर भौणी। वसुदेवर दोष नाही तुमुते अछु बाट चाही। मोर मरणे तोर सुख दैव देउ अछि दुख। तु कि न जाणु हरि माया असुर ठारे से निर्दया। नाना रूपरे होई जात दैत्य को करई निपात। बैलोचन बिरतिला भाज्या रूपे ताकू माइला। महिषा मारे दुर्गा होई तामाया न जानुलो तुही। नारद कहिछंती मोते ए मोते मारिब जुकते। अष्टम गर्भे मो बैरी एहार हस्ते मुहि मरी। चाहिला अधर कामोड़ी कोलरू आनिला उछोड़े। बेनी चरण धरे करी बुलाई पिटिला आसिए। चाहिला अधर कामोड़ी कोलरू आनिला उछोड़ी। बेनी चरण धरी करे बुलाई पिटिला शिलारे।
ଯେ ଦେବୀ ଦୁଷ୍କୃତ ସଂହାରେ କାହାର ବଳ ତାକୁ ମାରେ କଂସର ହସ୍ତରୁ ଚୁଳି ଆକାଶେ ଯେସନେ ବିଜୁଳି ତେଜେ ଦଶ ଦିଗ ବିରାଜି ବେନି ଚରଣ ଅଷ୍ଟଭୁଜି କେ କହୁ ଦେବୀ ଆଭରଣ ଅଙ୍ଗଦ ନୂପୁର କଙ୍କଣ ଗନ୍ଧ ଚନ୍ଦନ ପୁଷ୍ପମାଳି ତ୍ରିଦଶ କୋଟି ଦେବେ ମିଳି ସ୍ତୁତି କରନ୍ତି ସୁରମୁନି କଂସକୁ କହନ୍ତି ଭବାନୀ ରେ କଂସ ଶୁଣ ମୋ ଉତ୍ତର ତୋର ବୈରୀ ଚକ୍ରଧର ତୋହର ପାଇଁ ଦେହ ବହି ଜନ୍ମ ହୋଇଲେ ଜହିଁ ତହିଁ ସେ ତୋତେ କରିବେ ସଂହାର ଆବର ଯେତେକ ଅସୁର ତୁ ମୋତେ ନ ଜାଣି କଚାଡ଼ୁ ନିୟତ ପଥ କିମ୍ପା ହୁଡ଼ୁ ଦେବେ ତୋହର ନିଜ ବୈରୀ ତାହାଙ୍କ ବୋଲକୁ ତୁ ନ ଡରି ଛପୁତ୍ର ମାଇଲୁ ଏହାର ଧର୍ମକୁ ଛାଡ଼ିଲୁ ଅସୁର ଏହାକୁ ବନ୍ଦୀ ଘରୁ ଭେଡ଼ ବେନି ଚରଣ ତଳେ ପଡ଼ ତୋଷିଣ ନିୟ ନିଜ ପୁର ତୋର ବୈରୀ ଚକ୍ରଧର କହି ଚଳିଲେ ନିଜ ସ୍ଥାନ ଉଚ୍ଚାଟ କରି କଂସ ମନ ଯାହା କହିଲେ ଜଗନ୍ନାଥ ଜଗତେ ହୋଇଲା ବିଖ୍ୟାତ ଦେବୀ ବଚନ କଂସ ଶୁଣି ବିଚାର କଲା ମନେ ଗୁଣି ନ ଜାଣି ବିଧାତାର ଗତି ସୋଦରେ କଲଇ ନୀତି ଅନେକ କଲି ମୁହିଁ ଦୋଷ କେମନ୍ତେ କରିବି ବିଶ୍ୱାସ କିସ କରିବି ମନେ ଭାଳି ଚରଣ ଭେଟାଇ ସାକୁଳେ ଚାହିଁଲା ଦେବକୀ ବଦନ କହଇ ମଧୁର ବଚନ ଦେବକୀ ବସୁଦେବ ଶୁଣ ତୁମ୍ଭରେ କଲି ଦ୍ରୋହପଣ ମୁହିଁ ଯେ ସ୍ୱଭାବେ ଅସୁର ବଣଜା ମାରିଲି ମୋହର ତୁମ୍ଭକୁ ଦେଲି ପୁତ୍ର କଷ୍ଟ ମୋହର କଲି ଧର୍ମ ନଷ୍ଟ ସଂସାରେ କଲି ଅପଯଶ ନରକେ ହୋଇବି ପ୍ରବେଶ ଦେହ ବହିଲେ ନିଶ୍ଚୟ ମରି ସଂସାର ନୁହଁ କାହାରି ବୃକ୍ଷର ତଳେ ଯେନେ ଆସି ପଥିକ ବିଶ୍ରାମନ୍ତି ବସି ପୁଣି ଚଳନ୍ତି ଶ୍ରମ ସାରି ସେ ବୃକ୍ଷ ନୁହଁ କାହାରି ତେମନ୍ତ ମାୟା ଏ ସଂସାର କେ ପିତା ନୁହଁ କେ ପିତା କେ କାହାକୁ ମର ଅର୍ଜିଲା କର୍ମ ଆଜତାତ ମାୟା ବିୟାଣ ତାର ମାତ ବୁଦ୍ଧି ବିଚାରେ ଯାହା କରି ପୁଞ୍ଜନ୍ତି ସେ ଫଳ ଆବୋରି ଦୋଷ କରିବା ମୋର କ୍ଷମା ସ୍ୱଭାବେ ମୁହିଁ ଦୂରତମା ଏମତେ କହି ଶୋକ କରି ପାଦେ ପଡ଼ିଲା କର ଯୋଡ଼ି ସୁହୃଦପଣ ଦେଖାଇଲା ଅନେକ ଧନ ରତ୍ନ ଦେଲା ନିଜ ମନ୍ଦିରେ ଦେଲା ବାସ ଅନେକ କରଇ ବିଶ୍ୱାସ କଂସର ଭାବ ଭକ୍ତି ଦେଖି ସନ୍ତାପ ଛାଡ଼ିଲା ଦେବକୀ ସନ୍ତୋଷ ହୋଇ ବସୁଦେବ ଦିନକୁ ଦିନ ବଡ଼ ଭାବ ଏମନ୍ତେ ରଜନୀ ପାହିଲା କଂସ ମନ୍ଦିରେ ବିଜେ କଲା ଅସୁର ଗଣକୁ ବସାଇ କହଇ ବିଶ୍ୱାସ କରାଇ ଶୂନ୍ୟ ଚଣ୍ଡିକା ଯାହା ଭଣି ସବୁ କହିଲେ ପରିମାଣି କଂସର ଦେଖିଣ କାତର ଅସୁରେ କରନ୍ତି ଉତ୍ତର ଏମନ୍ତ ଯେବେ ଅଛୁ ଜାଣି ଯାହା କହିଲେ ନାରାୟଣୀ ତୋହର ଆଜ୍ଞା ଘେନି ଶିରେ ବୁଲିବୁ ସକଳ ଦେଶରେ ଦିନକ ଠାରୁ ଯେତେ ବାଳ ତାଙ୍କର ପୁରାଇବୁ କାଳ ଯେତେ ବାଳକ ବସୁନ୍ଧରୀ ସକଳ ପକାଇବୁ ମାରି ତୁ କିମ୍ପା ଡରୁ ଦେବ ଗଣେ ସେବନ୍ତି ତୋହର ଚରଣେ ତୋ ବୋଲେ କରିବେ ସଂଗ୍ରାମ ଦେବେ ନୁହନ୍ତି ସରିସମ ତୋହର ଧନୁ ଘୋଷ ଦେଖି ପଳାନ୍ତି ସମର ଉପେକ୍ଷୀ ଜୀବନ ପାଇ ଛାଡ଼ି ରଣ ଦେବେ ପଳାନ୍ତି ବିଣେ ବଣ କେ ପିନ୍ଧି ନ ପାରଇ ବାସ କାହାର ବହେ
ଭଏ ଫିଟେ କେଶ ନିଶତେ ପଳାବନ୍ତି ଯହୁଁ ନ ମାରି ତାକୁ ଦୟା ବହୁ ଜୀବନ ପାଇ ଯାର ଆସ ସେ ତୋର କରିବ ଟିକିସ ତହୁଁ ଅଧିକ ତିନି ଦେବ ବ୍ରହ୍ମା ଶଙ୍କର ବାସୁଦେବ ଆପଣା ସୁଖେ ସେ ରହନ୍ତି ତାହାକୁ ତୋର ନାହିଁ ଭ୍ରାନ୍ତି ଅଗାଧ କ୍ଷୀର ସିନ୍ଧୁ ଜଳେ ଶୟନ ଅନନ୍ତର କୋଳେ ପାଦେ ଖଟନ୍ତି ବେନି ନାରୀ ସୁଖେ ଶୟନ ଦେବ ହରି ସେ କାହିଁ ତୋର ତୁଲେ ରଣ ମିଛେ କହିଲେ ଦେବଗଣ ବ୍ରହ୍ମା ଯେ ଥାଇ ତାର ସୁଖେ ଚିନ୍ତା କରଇ ତିନି ଲୋକେ ତପହୁ ନ ଜାଣହି ଆନ ଚିନ୍ତଇ ପ୍ରଭୁ ଭଗବାନ ଶଙ୍କର ଥାଇ ଭୂତ ମେଳେ ଅମ୍ବିକା ଥାଇ ତାର କୋଳେ ସେ କିପା ସମର କରିବ ନିତ୍ୟ ଉଦାସୀ ସଦାଶିବ ଇନ୍ଦ୍ର ତ ବଳେ ନୁହେଁ ସରି ତୋତେ ତ ଦିଗ ପାଳେ ଡରି ଶୂନ୍ୟ କହିଲେ ଦେବି ଯାହା ଅନ୍ୟଥାକେ କରିବ ତାହା ତୋର ବୈରୀ ଯେବେ ହରି ସେ ସର୍ବ ଘଟେ ଥାନ୍ତି ପୁରୀ କେତାକୁ ପାଇବ ତ୍ରିଲୋକେ ଶୁଣ କହିବୁ କହୁ ତୁକେ ଦେବତା ମାନେ ତାର ମୂଳ ଯେ ଧର୍ମ ଧରିଛି ଶ୍ରୀଧର ତେବେ ତାହାର ବହୁ ଜନ୍ମ ଦେବହୁଁ ଯେତେ ନିତ୍ୟ କର୍ମ ଗୁରୁ ବ୍ରାହ୍ମଣ ଯଜ୍ଞ ଦାନ ତୀର୍ଥ ଦକ୍ଷିଣା ତପସମ ତପ କରନ୍ତି ଯେତେ ଲୋକେ ବିଷ୍ଣୁଙ୍କୁ ପୂଜନ୍ତି ସେ ଥୋକେ ଶ୍ରଦ୍ଧା କରନ୍ତି ଯେହୁ ଧର୍ମେ ଦୟା ବହନ୍ତି ଦୁଃଖୀ ଜନେ କରନ୍ତି ପର ଉପକାର ଯମଲୋକକୁ ଯାର ଡର ଏହାଙ୍କ ଦେହେ ଥାଇ ହରି ଏମଲେ ମିଳଇ ମୁରାରି ଏହାମ୍ବ ବିଚାର ଉଚିତ ଶତ୍ରୁଙ୍କୁ କରିବୁ ନିହତ ଶତ୍ରୁଙ୍କୁ ବାଳ କାଳୁ ମାର ନମଲେ ଦିନୁ ଦିନୁ ଡର ଦେହରେ ବ୍ୟାଧି ଜନ୍ମ କାଳେ ହେଡ଼ା ଯେ କରେ ଶୁଭ ସୁଖ ଭୋଳେ ସେ ଯେନେ ନିରତେ ବଢ଼ଇ ଶତ୍ରୁର ସ୍ୱଭାବଟିଏ ହେଇ ଆଜ୍ଞା ତୁ ଦିଅ ବେଗେ କରି ହରିଙ୍କୁ ପକାଇବୁ ମାରି ଅସୁରଙ୍କର ବୋଲ ଶୁଣି କଂସ ଆନନ୍ଦ ମନେ ଗୁଣି କଲେ ଅନେକ କଲା ଯେ ପ୍ରଶଂସା ହିତ ମଣିଲା ବିଷ୍ଣୁ ହିଂସା ଜଣ ଜଣକେ ଶାଢ଼ୀ ଦେଲା ବୈରିକି ସଂହାର ବୋଇଲା ଅସୁରେ କଲା କବିଶ୍ୱାସ ଅମୃତ ମଣେ କାଳ ବିଷ ତକ୍ଷଣେ ହୋଇ କାମ ରୂପୀ ପଶିଲେ ବନେ ଗିରି ବ୍ୟାପୀ ଗ୍ରାମ ପାଟଣାପୁର ଦେଶ ଅନେକ ଶିଶୁ କଲେ ନାଶ ଦାନବ ବୁଦ୍ଧି ମୂଢ଼ପଣ ସାଧୁକୁ ଦିଅନ୍ତି କଷଣ କଂସ ବୈରୀ ଅଛି କାହିଁ ନୀତି ଖୋଜନ୍ତି ଭାବଗ୍ରାହୀ ତାମସ ଗୁଣ ଆଚରିଲେ ନିକଟେ ମରଣ ଲୋଡ଼ିଲେ ଆୟୁଷ ବଳ ଯଶ ଧର୍ମ ଲୋକେ ଆଶିଷ ଶୁଭ କର୍ମ ଏ ଆଦି ସର୍ବନାଶ କରେ ହିଂସା କରନ୍ତି ଯେହୁ ପରେ ସୁଜନେ ଶୁଣ ହରି କଥା ଫିଟିବ ଭବ ବନ୍ଧ ବ୍ୟଥା ବ୍ରହ୍ମଲୋକରୁ କୀଟ ଯାଏ ହିଂସ୍ରକ ହରି କି ନ ପାଏ ଯେ ହରି ଦୁଃଖୀଙ୍କ ସୋଦର ହିଂସା ନାସିବେ ପ୍ରଭୁ ମୋର କୃଷ୍ଣର ପାଦେ ଦେଇଛି ତ କହଇ ବିପ୍ର ଜଗନ୍ନାଥ କୃଷ୍ଣର ପାଦେ ଦେଇଛି ତ କହଇ ବିପ୍ର ଜଗନ୍ନାଥ କହଇ ବିପ୍ର ଜଗନ୍ନାଥ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାयां शिक्षां दशम स्कंदे असुर प्रेरणे नाम 15 अध्याय।